ପୂଜ୍ୟ ପୂଜା ଗୁରୁଜନବୃନ୍ଦ, ଆଦରଣୀୟ ଅତିଥିଗଣ, ସମ୍ମାନସ୍ପଦ ବିଚାରକ ମଣ୍ଡଳୀ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ମୋର ସପ୍ରେମ ନମସ୍କାର। ଆଜି ଆମେ ସମସ୍ତେ ଏକ ପବିତ୍ର ଓ ଗୌରବମୟ ଦିନ ପାଳନ କରିବା ପାଇଁ ଏକତ୍ରିତ ହୋଇଛୁ। ସେହି ମହାନ ଦିନ ହେଉଛି ଆମର ସ୍ୱାଧୀନତା ଦିବସ। 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଆମ ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନତା ଲାଭ କରିଥିଲା। ଏହି ସ୍ୱାଧୀନତା କୌଣସି ଉପହାର ନୁହେଁ, ବରଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ଅକ୍ଲାନ୍ତ ସଂଘର୍ଷର ଫଳ। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଅନେକ ବୀର ସଂଗ୍ରାମ ନିଜ ପାଇଁ ସମର୍ପଣ କରିଥିଲେ। ସେମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନ ଭାରତର ନାଗରିକ ଭାବେ ଗର୍ବର ସହିତ ବଞ୍ଚିଛୁ। ଆମ ଦେଶ ବିବିଧତାରେ ଏକତାର ପ୍ରତୀକ। ଭିନ୍ନ ଭିନ୍ନ ଭାଷା, ସଂସ୍କୃତି, ପରମ୍ପରା ଓ ଧର୍ମ ଥିଲେ ମଧ୍ୟ ଆମେ ସମସ୍ତେ ଭାରତୀୟ। ଏହି ଏକତା ହିଁ ଆମ ଦେଶର ସବୁଠାରୁ ବଡ଼ ଶକ୍ତି। ଆଜିର ଭାରତ ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ ଭାବେ ପରିଚିତ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମହାକାଶ ଗବେଷଣା, ଶିକ୍ଷା, କୃଷି, କ୍ରୀଡ଼ା ଏବଂ ଡିଜିଟାଲ କ୍ଷେତ୍ରରେ ଭାରତ ନୂତନ ନୂତନ ସଫଳତା ହାସଲ କରୁଛି। ଆମର ଯୁବପିଢ଼ି ନିଜର ପ୍ରତିଭା ପରିଶ୍ରମ ବଳରେ ସମଗ୍ର ବିଶ୍ୱରେ ଭାରତର ଗୌରବ ବଢ଼ାଇ ଚାଲିଛନ୍ତି। କିନ୍ତୁ କେବଳ ସ୍ୱାଧୀନତା ପାଇବା ଯଥେଷ୍ଟ ନୁହେଁ, ତାହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଦୁର୍ନୀତି, ଅଶିକ୍ଷା, ପରିବେଶ ପ୍ରଦୂଷଣ, ସାମାଜିକ ବୈଷମ୍ୟ ଏବଂ ଅନ୍ଧବିଶ୍ୱାସ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ସମସ୍ତେ ଏକତ୍ର କାମ କରିବା ଆବଶ୍ୟକ। ଦେଶକୁ ଭଲ ପାଇବାର ଅର୍ଥ କେବଳ ପତାକା ଉତ୍ତୋଳନ ନୁହେଁ, ବରଂ ସତ୍ୟନିଷ୍ଠା, ଶୃଙ୍ଖଳା, ପରିଶ୍ରମ ଏବଂ ଦାୟିତ୍ୱବୋଧ ସହିତ ଜୀବନ ବିତାଇବା। ଜଣେ ଛାତ୍ରଛାତ୍ରୀ ଭାବେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ମନ ଲଗାଇ ପାଠ ପଢ଼ିବା, ଗୁରୁଜନଙ୍କୁ ସମ୍ମାନ କରିବା, ଶୃଙ୍ଖଳା ପାଳନ କରିବା ଏବଂ ଦେଶର ଜଣେ ଆଦର୍ଶ ନାଗରିକ ହେବା। ଆଜିର ଛାତ୍ରଛାତ୍ରୀ ହିଁ ଆସନ୍ତାକାଲିର ବୈଜ୍ଞାନିକ, ଡାକ୍ତର, ଶିକ୍ଷା, ସେନା, ପ୍ରଶାସକ ଓ ଦେଶର ନେତୃତ୍ୱ ନେବେ। ଆସନ୍ତୁ ଏହି ପବିତ୍ର ଦିବସରେ ଆମେ ସମସ୍ତେ ଶପଥ ନେବା ଯେ ଆମେ ସଦା ଦେଶର ସମ୍ମାନ ରକ୍ଷା କରିବୁ, ସମ୍ବିଧାନକୁ ସମ୍ମାନ କରିବୁ, ପରିବେଶକୁ ସୁରକ୍ଷା କରିବୁ ଏବଂ ଏକ ସୁନ୍ଦର ଓ ସମୃଦ୍ଧି ଏବଂ ଶକ୍ତିଶାଳୀ ଭାରତ ଗଢ଼ିବାରେ ନିଜର ଯଥାସାଧ୍ୟ ଅବଦାନ ରଖିବୁ। ମୋର ଭାଷଣ ଶେଷ କରିବା ପୂର୍ବରୁ ଆମ ଦେଶର ସମସ୍ତ ବୀର ଶହୀଦଙ୍କୁ ମୁଁ ଶତ ଶତ ପ୍ରଣାମ ଜଣାଉଛି ଏବଂ ଆମର ତ୍ରିରଙ୍ଗା ପତାକାକୁ ସାଲ୍ୟୁଟ୍ ମାରୁଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ। ଏମିତି ହିଁ ଇଣ୍ଟରେଷ୍ଟିଂ ଭିଡ଼ିଓ ପାଇବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅଲ୍ରେ ଦବାଇ ରଖନ୍ତୁ। ଧନ୍ୟବାଦ।